2 ଅକ୍ଟୋବର ଗୁରୁବାର ଦଶହରା ବା ସୁଦଶା ବ୍ରତ ଦିନ ତୁଳସୀ ଗଛ ମୂଳରେ ପୋତି ଦିଅନ୍ତୁ ଏହି ଗୋଟିଏ ମାତ୍ର ଜିନିଷ। ଆପଣଙ୍କର ଧନଜନିତ ସମସ୍ୟା କେବେ ହେଲେ ବି ଦେଖାଦେବ ନାହିଁ। ଯେଉଁମାନେ ଋଣ କରଜରେ ବୁଡ଼ି ଯାଇଛନ୍ତି ସେମାନଙ୍କର ଋଣ କରଜ ଗୋଟିଏ ମାସ ମଧ୍ୟରେ ଶୁଝିଯିବ ଏବଂ ମା ଲକ୍ଷ୍ମୀଙ୍କର ସ୍ଥିର ବାସ ସେମାନଙ୍କ ଘରେ ସଦାସର୍ବଦା ରହିବ। ତା ସହିତ ସେମାନଙ୍କ ଜୀବନକୁ ଧନ ଆସିବାର ମାର୍ଗ ମଧ୍ୟ ବହୁତ ଜଲ୍ଦି ଖୋଲିଯିବ ଏବଂ ମା ଦୁର୍ଗାଙ୍କର ଆଶୀର୍ବାଦ ସେମାନଙ୍କ ପରିବାର ଉପରେ ନିଶ୍ଚିତ ପ୍ରାପ୍ତ ହେବ। ଯେଉଁମାନେ ଚାକିରି କ୍ଷେତ୍ରରେ ପ୍ରୟାସ କରୁଛନ୍ତି କିନ୍ତୁ ସେମାନଙ୍କୁ ସେମାନଙ୍କର ମନ ମୁତାବକ ଚାକିରିଟିଏ ମିଳୁନଥିଲା, ତେବେ ସେହି ବ୍ୟକ୍ତିମାନେ ମଧ୍ୟ ଏହି ଉପାୟଟିକୁ କଲେ ସେମାନଙ୍କୁ ତାଙ୍କର ମନ ମୁତାବକ ଚାକିରିଟିଏ ପ୍ରାପ୍ତ ହେବ। ନମସ୍କାର ବନ୍ଧୁଗଣ, ଆଜିର ଏହି ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଦଶହରା ବା ସୁଦଶା ବ୍ରତର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମୋର ପ୍ରିୟ ବନ୍ଧୁଗଣ, ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ରହିବା ସହିତ ମା ଦୁର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତି ହେଉ। ଯଦି କୌଣସି ବ୍ୟକ୍ତି ଦଶହରା ବା ସୁଦଶା ବ୍ରତ ଦିନ ତୁଳସୀ ଗଛ ମୂଳରେ ଏହି ଗୋଟିଏ ଜିନିଷଟିକୁ ପୋତି ଦିଅନ୍ତି, ତେବେ ସେହି ଘରର ଉନ୍ନତିକୁ କେହି ମଧ୍ୟ ରୋକିପାରିବେ ନାହିଁ ଏବଂ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦ ସେମାନଙ୍କର ପରିବାର ଉପରେ ସଦାସର୍ବଦା ରହିବ। କାହିଁକି ନା ଏହି ଦିନ ସୁଦଶା ବ୍ରତ ମଧ୍ୟ ପଡ଼ିବାକୁ ଯାଉଛି। ଯଦି ଆପଣମାନେ ମା ଦୁର୍ଗାଙ୍କ ସହିତ ମା ଲକ୍ଷ୍ମୀଙ୍କୁ ମଧ୍ୟ ପ୍ରସନ୍ନ କରିଦିଅନ୍ତି, ତେବେ ଆପଣଙ୍କର ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଯିବ ଏବଂ ଆପଣମାନେ ଯେଉଁ ବି କ୍ଷେତ୍ରରେ ହାତ ଦେବେ ସେଥିରେ ଆପଣଙ୍କୁ ଅତ୍ୟନ୍ତ ଶୁଭ ଫଳ ଦେଖିବା ପାଇଁ ମିଳିଯିବ। ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇବି ଯେ କେବଳ କାହିଁକି ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷକୁ ପୋତିବାର ନିୟମ ରହିଛି। ଏମିତିରେ ତ ବେଲ ଗଛ, ଅଁଳା ଗଛ, ପିପଳି ଗଛ, କଦଳୀ ଗଛ ଏସବୁ ବୃକ୍ଷ ମଧ୍ୟ ଦେବବୃକ୍ଷ ସହିତ ସମାନ ହୋଇଥାଏ। ତେବେ କାହିଁକି ଦଶହରା ବା ସୁଦଶା ବ୍ରତ ଦିନ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତିବା? ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତିବାର ନିୟମ କହିବି। ଆପଣଙ୍କୁ କେବଳ ଦଶହରା ବା ସୁଦଶା ବ୍ରତର ସନ୍ଧ୍ୟା 7ଟା ପୂର୍ବରୁ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତିବାର ଅଛି। ଏହି ସାଧାରଣ ଉପାୟଟିକୁ ଯେକୌଣସି ବି ବ୍ୟକ୍ତି ନିଜ ଜୀବନର ଉନ୍ନତି ପାଇଁ କରିପାରିବେ। ବିଶେଷ କରି ଯେଉଁମାନଙ୍କର ଧନଜନିତ କିମ୍ବା ଆର୍ଥିକ ସମସ୍ୟା ଦେଖାଦେଉଛି ସେମାନେ ଥରେ ମାତ୍ର ଏହାର ପରୀକ୍ଷା କରି ଦେଖନ୍ତୁ। ବନ୍ଧୁଗଣ, ଏହା ଶାସ୍ତ୍ରରେ ମଧ୍ୟ ମାନ୍ୟତା ଅଛି। ଯଦି ଆପଣମାନେ ଏହି ଉପାୟଟିକୁ ବ୍ରହ୍ମ ମୁହୂର୍ତ୍ତରୁ ଉଠି କରିଦିଅନ୍ତି, ତେବେ ଆପଣଙ୍କର ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଯିବ। ବନ୍ଧୁଗଣ, ଆମର ସନାତନ ଧର୍ମରେ ଦୁର୍ଗା ପୂଜା ଏବଂ ସୁଦଶା ବ୍ରତର ବହୁତ ଅଧିକ ମହତ୍ତ୍ୱ ରହିଛି। ଯେହେତୁ ଏଥରକ ଦୁର୍ଗା ପୂଜା ତା ସହିତ ସୁଦଶା ବ୍ରତଟି ମଧ୍ୟ ଗୁରୁବାର ଦିନ ପଡ଼ୁଛି, ତେବେ ଏହା ଏକ ସୁବର୍ଣ୍ଣ ଯୋଗ ଅଟେ, ଯାହାଦ୍ୱାରା କି ଆପଣମାନେ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦକୁ ପ୍ରାପ୍ତ କରିବା ସହିତ ମା ଦୁର୍ଗାଙ୍କର ଆଶୀର୍ବାଦ ମଧ୍ୟ ପାଇପାରିବେ। ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ଆପଣମାନେ ବି ନିଜ ଭାଗ୍ୟରେ ଉନ୍ନତି ଚାହୁଁଛନ୍ତି, ତେବେ ଥରେ ମାତ୍ର ଏଥର ଦୁର୍ଗା ପୂଜାରେ ଏହି ଉପାୟଟିକୁ ପରୀକ୍ଷା କରି ଦେଖିବେ। କାହିଁକି ନା ଏମିତି ସୁଯୋଗ ଆଜ୍ଞା ଆପଣଙ୍କୁ ବାରମ୍ବାର ମିଳିବ ନାହିଁ। ହଁ ବନ୍ଧୁଗଣ, ଯଦି ଆପଣମାନେ ଏମିତି ବିଶେଷ ଦିନମାନଙ୍କରେ କିଛିଟା ଉପାୟକୁ ପାଳନ କରିନେବେ, ତେବେ ଆପଣଙ୍କ ଜୀବନରେ ଧନର ବର୍ଷା ହେବ। ତା ସହିତ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରେ ସ୍ଥିର ଭାବରେ ବାସ କରିବେ। ଯଦି ଆପଣଙ୍କ ଦ୍ୱାରା ସମ୍ଭବ ହେଉଛି,
ତେବେ ଦୁର୍ଗା ପୂଜା ବା ସୁଦଶା ବ୍ରତ ଦିନ କୌଣସି ଦୁଃଖୀ ଦରିଦ୍ର କିମ୍ବା ଭିକାରୀମାନଙ୍କୁ କିଛି ଖାଦ୍ୟଦ୍ରବ୍ୟ ଅବଶ୍ୟ ଦାନ କରନ୍ତୁ, ନଚେତ୍ ଆପଣଙ୍କ ସକ୍ଷମ ଅନୁସାରେ କିଛି ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ। ଏବଂ ଦୁର୍ଗା ପୂଜା ବା ସୁଦଶା ବ୍ରତର ସନ୍ଧ୍ୟା 7ଟା ପୂର୍ବରୁ ଆପଣଙ୍କ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତି ପାରିବେ। ଦେଖିବେ ଏହି ଛୋଟ ଉପାୟଟି କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ଦୁଃଖ ଦାରିଦ୍ରତା ଖୁବ୍ କମ୍ ସମୟ ମଧ୍ୟରେ ଦୂର ହୋଇଯିବ ଏବଂ ଆପଣଙ୍କ ନିକଟକୁ ଧନ ଆସିବାର ସମସ୍ତ ମାର୍ଗ ମଧ୍ୟ ଖୋଲିଯିବ। ତ ବନ୍ଧୁଗଣ, ସେଥିପାଇଁ ଆପଣମାନଙ୍କୁ ମୋର ଅନୁରୋଧ, ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଥରେ ଦେଖନ୍ତୁ। ଭିଡ଼ିଓର ଆଗରେ ମୁଁ ଆପଣମାନଙ୍କୁ ସେହି ଗୋଟିଏ ଜିନିଷ ବିଷୟରେ ବତାଇବା ପାଇଁ ଯାଉଛି। ସେଥିପାଇଁ ଆପଣମାନଙ୍କ ଫାଇଦା ନିମନ୍ତେ ଭିଡ଼ିଓଟି ସ୍କିପ୍ ନ କରି ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା କି ଆପଣମାନେ ଏହି ଉପାୟଟିକୁ ବହୁତ ଭଲ ଭାବରେ ବୁଝିପାରିବେ ଏବଂ ଆପଣମାନେ ସେହି ଉପାୟଟି କରିନେବା ଦ୍ୱାରା ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବେ। ତା ସହିତ ସୁଦଶା ବ୍ରତରେ ସମସ୍ତ ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହେବାର ବରଦାନ ମଧ୍ୟ ପ୍ରାପ୍ତ କରିବେ। ଯଦି ଆପଣମାନେ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ମା ଦୁର୍ଗା ଅବଶ୍ୟ ଲେଖିଦିଅନ୍ତୁ। ମନୁଷ୍ୟ ଜୀବନରେ କର୍ମ ଯେତିକି ଆବଶ୍ୟକ ହୋଇଥାଏ, ଠିକ୍ ସେହିପରି ଧର୍ମ ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ତ କର୍ମ କରିଥାନ୍ତି, କିନ୍ତୁ ଧର୍ମ କରିବା ପାଇଁ କାହା ପାଖରେ ବି ସମୟ ନଥାଏ। ତେଣୁ ଯଦି ଆମେ କିଛି ବି ପୁଣ୍ୟ କରିବା ନାହିଁ, ତେବେ ଆମକୁ କର୍ମର ଫଳ ମଧ୍ୟ ମିଳିପାରିବ ନାହିଁ। ବନ୍ଧୁଗଣ, ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବା ବହୁତ ଆବଶ୍ୟକ ଅଟେ। ଯେଉଁ ବ୍ୟକ୍ତି ଉପରେ ଭଗବାନଙ୍କର ଆଶୀର୍ବାଦ ରହିଯାଇଥାଏ ନା, ସେହି ବ୍ୟକ୍ତି ତାର ପରିବାରକୁ ଖୁସିରେ ରଖିବା ସହିତ ନିଜେ ମଧ୍ୟ ଧନବାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଦଶହରା ବା ସୁଦଶା ବ୍ରତ ଦିନ ତୁଳସୀ ଗଛ ମୂଳରେ ଏମିତି କେଉଁ ଜିନିଷଟିକୁ ପୋତିବା ଦ୍ୱାରା ଆପଣମାନେ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବେ ଏବଂ ଆପଣଙ୍କର ଧନଜନିତ ସମସ୍ୟା ତା ସହିତ ଋଣ କରଜ ଗୋଟିଏ ମାସ ମଧ୍ୟରେ ଦୂର ହୋଇଯିବ। ବନ୍ଧୁଗଣ, ଆପଣମାନେ ତ ଜାଣିଛନ୍ତି ସନାତନ ଧର୍ମରେ ଦଶହରା ବା ଦୁର୍ଗା ପୂଜାର ବହୁତ ଅଧିକ ମହତ୍ତ୍ୱ ରହିଛି। ଯେହେତୁ ଏଥରକ ଦୁର୍ଗା ପୂଜାଟି ସୁଦଶା ବ୍ରତ ଏବଂ ଗୁରୁବାର ଦିନ ପଡ଼ିବା ପାଇଁ ଯାଉଛି, ତେବେ ଏହା ବହୁତ ବଡ଼ ବିରଳ ମହାସଂଯୋଗ ଅଟେ। ଯଦି ଆପଣମାନେ କୌଣସି ନୂତନ କାର୍ଯ୍ୟଟିକୁ କରିବା ପାଇଁ ମନସ୍ଥ କରିଥିଲେ, ତେବେ ଏହି ଦୁର୍ଗା ପୂଜା ବା ସୁଦଶା ବ୍ରତ ଠାରୁ ସେହି କାର୍ଯ୍ୟଟିକୁ ଆରମ୍ଭ କରିଦିଅନ୍ତୁ। କାହିଁକି ନା ଏଭଳି ବିରଳ ମହାସଂଯୋଗ ବହୁତ ବର୍ଷ ପରେ ଥରେ ଆସିଛି। ସେଥିପାଇଁ ଆପଣମାନେ ଏହି ମହାସଂଯୋଗଟିକୁ ଏମିତି ହାତଛଡ଼ା କରନ୍ତୁ ନାହିଁ। ବନ୍ଧୁଗଣ, ଯେଉଁମାନେ ବି ଏହି କାର୍ଯ୍ୟଟିକୁ କରିନେବେ ନା, ତେବେ ଆପଣଙ୍କ ଜୀବନରେ ଅତ୍ୟନ୍ତ ସୁଖ ସମାଚାର ଶୁଣିବା ପାଇଁ ମିଳିବ। ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ଆପଣମାନେ ଏହି ଉପାୟଟି କରିଦେଉଛନ୍ତି, ତେବେ ଆଗାମୀ ସମୟରେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ନିଶ୍ଚିତ ହୋଇଯିବ। ଆଜ୍ଞା ହଁ ବନ୍ଧୁଗଣ, ଚଳିତ ବର୍ଷ ଦୁର୍ଗା ପୂଜା ଏବଂ ସୁଦଶା ବ୍ରତଟି ବହୁତ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଶାସ୍ତ୍ରରେ ମଧ୍ୟ ମାନ୍ୟତା ରହିଛି। ସେଥିପାଇଁ ଆପଣମାନେ ଯେଉଁ ବି କାର୍ଯ୍ୟଟିକୁ ପବିତ୍ର ଦଶହରା ବା ସୁଦଶା ବ୍ରତ ଠାରୁ ଆରମ୍ଭ କରିବେ, ତେବେ ସେହି କାର୍ଯ୍ୟଟି ଆପଣଙ୍କର ନିଶ୍ଚିତ ଶୁଭ ମଙ୍ଗଳ ହେବ। ତା ସହିତ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ମଧ୍ୟ ଆପଣମାନେ ପାଇବା ସହିତ ଦେବୀ ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ବନ୍ଧୁଗଣ, କ'ଣ ଆପଣମାନେ ଜାଣିଛନ୍ତି ମା ଲକ୍ଷ୍ମୀ ଆପଣଙ୍କ ଘରର କେଉଁ ଜାଗାରେ ବାସ କରିଥାନ୍ତି? ତେବେ ମୁଁ ଆପଣମାନଙ୍କୁ କହି ରଖୁଛି, ମା ଲକ୍ଷ୍ମୀ ଆପଣଙ୍କ ଘରର
ତୁଳସୀ ଗଛରେ ବାସ କରିଥାନ୍ତି। ଯେଉଁ ଜାଗାଟି ଆପଣଙ୍କର ସଫାସୁତୁରା ରହିଥିବ, ତା ସହିତ ଆପଣଙ୍କ ଶିଳପୁଆରେ ମଧ୍ୟ ମା ଲକ୍ଷ୍ମୀ ବାସ କରିଥାନ୍ତି। ଯେହେତୁ ଶ୍ରୀ ନାରାୟଣଙ୍କୁ ତୁଳସୀ ପତ୍ର ଅତ୍ୟନ୍ତ ପ୍ରିୟ ହୋଇଥାଏ, ସେଥିପାଇଁ ଲକ୍ଷ୍ମୀ ନାରାୟଣ ତୁଳସୀ ଗଛରେ ହିଁ ବାସ କରିଥାନ୍ତି। ଯଦି ଆପଣମାନେ ପବିତ୍ର ଦଶହରା ବା ସୁଦଶା ବ୍ରତ ଦିନ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତି ଦେଉଛନ୍ତି, ତେବେ ଆପଣଙ୍କ ଭାଗ୍ୟରେ ତୁରନ୍ତ ଉନ୍ନତି ଆସିବ ଏବଂ ଆପଣମାନେ ବହୁତ ଆଗକୁ ଗତି କରିବେ। ଯଦି ଆପଣମାନେ କୌଣସି ନୂତନ ଚାକିରି ପାଇଁ ପ୍ରସ୍ତୁତି ହେଉଛନ୍ତି କିମ୍ବା ବହୁତ ବଡ଼ ଋଣ କରଜରେ ଫସି ଯାଇଛନ୍ତି, ତେବେ ଏହି ଉପାୟଟି କରିଦେବା ପରେ ଆପଣଙ୍କର ସମସ୍ତ ଋଣ କରଜ ଶୁଝିଯିବ। ତା ସହିତ ଆପଣଙ୍କୁ ଆପଣଙ୍କର ମନ ମୁତାବକ ଚାକିରିଟିଏ ମଧ୍ୟ ପ୍ରାପ୍ତ ହେବ। ତେବେ ଆପଣମାନେ ପବିତ୍ର ଦଶହରା ବା ସୁଦଶା ବ୍ରତ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଆପଣଙ୍କର ଶଯ୍ୟାଟିକୁ ତ୍ୟାଗ କରିଦେବେ ଏବଂ ଏହାପରେ ଆପଣମାନେ ନିଜର ସ୍ନାନ ଆଦି କାର୍ଯ୍ୟ ସମାପନ କରିସାରି ତୁଳସୀ ଗଛର ମୂଳକୁ ଯିବେ। ଏହାପରେ ଆପଣମାନେ ତୁଳସୀ ଗଛ ମୂଳରେ ଗଙ୍ଗା ଜଳରେ ହଳଦୀକୁ ମିଶାଇ ତୁଳସୀ ଗଛର ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିବେ ଏବଂ ଆପଣମାନେ ତୁଳସୀ ଗଛର ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିସାରିବା ପରେ ତୁଳସୀ ଗଛ ମୂଳରେ ଗୋଟିଏ 1 ଟଙ୍କିଆ ମୁଦ୍ରାକୁ ପୋତିଦେବେ। ବନ୍ଧୁଗଣ, ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ କେବଳ 1 ଟଙ୍କିଆ ମୁଦ୍ରାକୁ ତୁଳସୀ ଗଛ ମୂଳରେ ପୋତି ଦେବା ଦ୍ୱାରା ଆମ ଘରର କିପରି ଭାବରେ ଉନ୍ନତି ହେବ? ସେଥିପାଇଁ ଏହି ଭିଡ଼ିଓଟିକୁ ବିଶ୍ୱାସର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓର ଆଗରେ ମୁଁ ଆପଣମାନଙ୍କୁ ଏହାର ବିଧି ମଧ୍ୟ ଜଣାଇଦେବି, ଯାହାକୁ କରିବା ଦ୍ୱାରା ଆପଣମାନେ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବେ ଏବଂ ଆପଣଙ୍କର ସମସ୍ତ ଋଣ କରଜ ଗୋଟିଏ ମାସ ମଧ୍ୟରେ ଶୁଝିଯିବ। ବନ୍ଧୁଗଣ, ତୁଳସୀ ଗଛ ମୂଳରେ ସେହି 1 ଟଙ୍କିଆ ମୁଦ୍ରାକୁ ପୋତି ଦେବା ଦ୍ୱାରା କ'ଣ ହୋଇଥାଏ ନା ଆପଣଙ୍କ ଘରେ ଯାହା ବି କିଛି ଧନଜନିତ ସମସ୍ୟା ଲାଗି ରହିଛି କିମ୍ବା ଆପଣଙ୍କ ଘରେ ମନ ମତାନ୍ତର ଦେଖା ଦେଉଥାଏ, ନଚେତ୍ ଆପଣଙ୍କ ଘରେ କୌଣସି ନକାରାତ୍ମକ ଶକ୍ତି ବାସ କରୁଥାନ୍ତି, ତେବେ ସମସ୍ତ ସମସ୍ୟା ଗୁଡ଼ିକ ଆପଣଙ୍କ ଘରୁ ଚାଲି ଯାଇଥାନ୍ତି। ତେବେ ସେହି ସମସ୍ତ ନକାରାତ୍ମକ ଶକ୍ତି ଆପଣଙ୍କ ଘରୁ ଚାଲିଯିବା ସହିତ ଆପଣଙ୍କ ଜୀବନକୁ ଧନ ଆସିବାର ସମସ୍ତ ମାର୍ଗ ମଧ୍ୟ ଖୋଲି ଯାଇଥାଏ। ବନ୍ଧୁଗଣ, ଆଉ ଗୋଟିଏ ଉପାୟ ମଧ୍ୟ ଜାଣି ରଖନ୍ତୁ। ଯଦି ଆପଣମାନଙ୍କ ପାଖରେ ପିତ୍ତଳର ଯଦି କୌଣସି କଏନ୍ଟିଏ ଅଛି, ତେବେ ଆପଣମାନେ ତୁଳସୀ ଗଛର ମୂଳକୁ ଯିବେ ଏବଂ ତାପରେ ଆପଣମାନେ ତୁଳସୀ ଗଛର ପୂଜା ଅର୍ଚ୍ଚନା କରିସାରିବା ପରେ ତୁଳସୀ ଗଛ ମୂଳରେ ସେହି ପିତ୍ତଳର କଏନ୍ଟିକୁ ପୋତିଦେବେ ଏବଂ ଆପଣମାନେ ସେହି କଏନ୍ଟିକୁ ପୋତିବା ସମୟରେ ଓଁ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ରଟିକୁ 3 ଥର ଉଚ୍ଚାରଣ କରି ସେହି ପିତ୍ତଳ କଏନ୍ଟିକୁ ତୁଳସୀ ଗଛ ମୂଳରେ ପୋତିଦେବେ। ଯଦି ଆପଣମାନେ ପୋତିବା ସମୟରେ କେବଳ ଏତିକି କହି ତୁଳସୀ ଗଛ ମୂଳରେ ସେହି କଏନ୍ଟିକୁ ପୋତି ଦେଉଛନ୍ତି, ତେବେ ଆପଣଙ୍କର ଭାଗ୍ୟରେ ରାତାରାତି ପରିବର୍ତ୍ତନ ହୋଇଯିବ। ଯଦି ଆପଣମାନେ ପୋତିବା ସମୟରେ କେବଳ ମାତ୍ର ଏତିକି କହି ତୁଳସୀ ଗଛ ମୂଳରେ ସେହି ପିତ୍ତଳର କଏନ୍ଟିକୁ ପୋତି ଦେଉଛନ୍ତି, ତେବେ ଆପଣଙ୍କର ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଯିବ। ତା ସହିତ ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହେବ। ଯଦି ପୂର୍ବରୁ ଆପଣଙ୍କ ଘରେ ମନ ମତାନ୍ତର କିମ୍ବା କଳି ଝଗଡ଼ା ଦେଖା ଦେଉଥିଲା, ତେବେ ସେସବୁ ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ଦୂର ହୋଇଯିବ। ତେବେ ବନ୍ଧୁଗଣ, ଆପଣମାନଙ୍କ ପାଇଁ ତୃତୀୟ ଉପାୟ, ଯଦି ଆପଣମାନେ ପବିତ୍ର ଦଶହରା ବା ସୁଦଶା ବ୍ରତ ଦିନ ଆପଣଙ୍କ ତୁଳସୀ ଗଛ ମୂଳରେ ଗୋଟିଏ ସୁନାର କିମ୍ବା ରୂପାର କଏନ୍ଟିକୁ ପୋତି ଦିଅନ୍ତି, ତେବେ ଆପଣଙ୍କ ଘରକୁ କେବେ ହେଲେ ବି ଧନଜନିତ ସମସ୍ୟା ପ୍ରବେଶ କରିପାରିବ ନାହିଁ।
ତା ସହିତ ସମସ୍ତ ଋଣ, କରଜ ଏବଂ ଧନଜନିତ ସମସ୍ୟା ଖୁବ୍ କମ୍ ସମୟ ମଧ୍ୟରେ ଦୂର ହୋଇଯିବ। ତେବେ ବନ୍ଧୁଗଣ, ମୁଁ ଆପଣମାନଙ୍କ ଆଗରେ ଏହିସବୁ ଉପାୟ ବିଷୟରେ କହିଲି। ତେଣୁ ଆପଣମାନଙ୍କ ଦ୍ୱାରା ଯାହା ବି ଯେଉଁଟା ବି ସମ୍ଭବ ହେଇପାରୁଛି, ଆପଣ ଏହି ପବିତ୍ର ଦିନରେ ଦଶହରା ବା ସୁଦଶା ବ୍ରତ ଦିନ ସନ୍ଧ୍ୟା 7ଟା ପୂର୍ବରୁ ଆପଣଙ୍କ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତି ପାରିବେ ଏବଂ 1 ମାସ ମଧ୍ୟରେ ଆପଣମାନେ ଏହାର ଚମତ୍କାରୀ ଫାଇଦାକୁ ଆପଣ ନିଜେ ଅନୁଭବ କରିପାରିବେ। ତେବେ ଆପଣମାନେ ଦୁର୍ଗା ପୂଜାର ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ସ୍ନାନ ଆଦି କାର୍ଯ୍ୟକୁ ସାରି ତୁଳସୀ ଗଛର ବିଶେଷ ଭାବରେ ପୂଜା ଅର୍ଚ୍ଚନା ନିଶ୍ଚୟ କରିବେ। ତେବେ ଆପଣମାନେ ତୁଳସୀ ଗଛର ବିଶେଷ ପୂଜା ଅର୍ଚ୍ଚନା କରିସାରିବା ପରେ ତୁଳସୀ ଗଛ ମୂଳରେ ଗୋଟିଏ ଘିଅର ଦୀପକୁ ନିଶ୍ଚିତ ପ୍ରଜ୍ୱଳନ କରିବେ। ତା ସହିତ ଦୁର୍ଗା ପୂଜାର ସନ୍ଧ୍ୟା ସମୟରେ ମଧ୍ୟ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ମୁହଁରେ ଗୋଟିଏ ଘିଅର ଦୀପକୁ ପ୍ରଜ୍ୱଳନ କରିବେ। କାହିଁକି ନା ଆପଣଙ୍କ ଘରକୁ ଭଗବାନଙ୍କର ଆଗମନ ଆପଣଙ୍କର ମୁଖ୍ୟ ଦ୍ୱାର ବାଟେ ହିଁ ହୋଇଥାଏ। ସେଥିପାଇଁ ଦୀପ ଲଗେଇବାର ମଧ୍ୟ କିଛିଟା ନୀତି ନିୟମ ରହିଛି। ଯଦି ଆପଣମାନେ ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ସେହି ଦୀପଟିକୁ ପ୍ରଜ୍ୱଳନ କରିବେ, ତେବେ ଈଶ୍ୱରଙ୍କର ଆଗମନ ଆପଣଙ୍କ ଘରକୁ ନିଶ୍ଚିତ ହେବ। ସେଥିପାଇଁ ଆପଣମାନେ ନିଜ ମୁଖ୍ୟ ଦ୍ୱାରର ବାହାରକୁ ଚାଲିଯିବେ ଏବଂ ଆପଣଙ୍କର ମୁହଁ ରହିବ ଆପଣଙ୍କର ଘର ପଟକୁ ଏବଂ ଆପଣଙ୍କର ଡାହାଣ ହାତଟି ଯେଉଁ ଦିଗକୁ ରହୁଥିବ ସେହି ଦିଗରେ ଗୋଟିଏ ଘିଅର ଦୀପକୁ ପ୍ରଜ୍ୱଳନ କରିବେ ଏବଂ ଆଉ ଗୋଟିଏ ଦୀପକୁ ଆପଣଙ୍କ ଘରର ଠାକୁର ଘରେ ଲଗାଇ ପାରିବେ। ଏବଂ ଆପଣମାନେ ଠାକୁର ଘରେ ସେହି ଦୀପକୁ ଲଗାଇବା ସମୟରେ ଗୋଟିଏ କଥାର ନିଶ୍ଚିତ ଧ୍ୟାନ ଦେବେ। ଯେତେବେଳେ ବି ସେହି ଦୀପଟିକୁ ପ୍ରଜ୍ୱଳନ କରିବେ, ସେହି ଦୀପର ମୁଖଟିକୁ ଆପଣମାନେ ଉତ୍ତର ଦିଗକୁ ରଖି ଲଗାଇ ପାରିବେ। ଯେତେବେଳେ ବି ସେହି ଦୀପଟିକୁ ପ୍ରଜ୍ୱଳନ କରିବେ, ଦୀପର ମୁଖଟିକୁ ଉତ୍ତର ଦିଗକୁ ରଖି ସେହି ଦୀପଟିକୁ ପ୍ରଜ୍ୱଳନ କରିବେ। ତ ବନ୍ଧୁଗଣ, ଏହି ବ୍ୟସ୍ତବହୁଳ ଜୀବନରେ ଆପଣମାନେ କୌଣସି ବି ଉପାୟଟିକୁ କରିବା ସମ୍ଭବ ହେଉନାହିଁ, ତେବେ ଦଶହରା ବା ସୁଦଶା ବ୍ରତର ସନ୍ଧ୍ୟା 7ଟା ପୂର୍ବରୁ ନିଜ ଘରର ଏହି 3ଟି ଜାଗାରେ 3ଟି ଦୀପକୁ ପ୍ରଜ୍ୱଳନ କରିବେ। ବନ୍ଧୁଗଣ, ମୁଁ ଆଶା କରିବି ଯେଉଁ ସବୁ ଉପାୟକୁ ମୁଁ ଆପଣମାନଙ୍କ ଆଗରେ କହି ରଖିଲି, ତାକୁ ଆପଣମାନେ ନିଜ ଜୀବନର ଉନ୍ନତି କରିବା ପାଇଁ ଏବଂ ଧନଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଥରେ ମାତ୍ର ଏହି ପବିତ୍ର ଦଶହରା ବା ସୁଦଶା ବ୍ରତ ଦିନ ଏହାକୁ ଥରେ ମାତ୍ର ପରୀକ୍ଷା କରିବେ, ଯାହାଦ୍ୱାରା କି ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ରହିବା ସହିତ ମା ଦୁର୍ଗା ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ତା ସହିତ ଆପଣଙ୍କ ପରିବାରର ସମସ୍ତ ସଦସ୍ୟମାନେ ତାଙ୍କ ଜୀବନରେ ମଧ୍ୟ ଉନ୍ନତି କରିବେ। ଯେଉଁମାନେ ଧନଜନିତ ସମସ୍ୟାରେ ଫସି ଯାଇଛନ୍ତି, ସେମାନଙ୍କୁ ମୁଁ ଅନୁରୋଧ କରୁଛି, ଥରୁଟିଏ ଏହି ଉପାୟଟିକୁ ଆପଣ ପରୀକ୍ଷା କରି ଦେଖନ୍ତୁ। ଆଜ୍ଞା, ଆପଣ ଏହି ଉପାୟଟିକୁ କରିନେବା ପରେ ତାଙ୍କର ଧନଜନିତ ସମସ୍ୟା ଖୁବ୍ କମ୍ ସମୟ ମଧ୍ୟରେ ଦୂର ହୋଇଯିବ। ବନ୍ଧୁଗଣ, ଆଉ ଗୋଟିଏ କଥା, ଯେମିତିକି ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇଥିଲି ଯେ ଆପଣମାନେ ଯେଉଁ ବି ଉପାୟଟିକୁ କରୁଥିବେ, ସେହି ଉପାୟଟିକୁ କରିବା ସମୟରେ ଓମ୍ ନମୋ ଭଗବତେ ବାସୁଦେବାୟ ମନେ ମନେ ସ୍ମରଣ କରିପାରିବେ। ବନ୍ଧୁଗଣ, ଯଦି ଆପଣଙ୍କ ଦ୍ୱାରା ସମ୍ଭବ ହେଇପାରୁଛି, ତେବେ ଦଶହରା ବା ସୁଦଶା ବ୍ରତ ଦିନ ଏହି ମନ୍ତ୍ରଟିକୁ ସମ୍ପୂର୍ଣ୍ଣ ଦିନ ମଧ୍ୟରେ 108 ଥର କହିବା ପାଇଁ କିମ୍ବା ସ୍ମରଣ କରିବା ପାଇଁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଉପରେ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ସଦାସର୍ବଦା ବର୍ଷା ହେବ। ଦେଖିବେ, ଆପଣମାନେ ଏହି ମନ୍ତ୍ରଟିକୁ ଜପ କରିବା ଦ୍ୱାରା ଆପଣଙ୍କ ଜୀବନରେ ଯାହା ବି କିଛି
ଅଧା ଅଧୁରା ମନସ୍କାମନା ରହିଛି ସେ ସବୁ ଖୁବ୍ କମ୍ ସମୟ ମଧ୍ୟରେ ପୂରଣ ହୋଇଯିବ। ତ ବନ୍ଧୁଗଣ, ଆପଣମାନଙ୍କ ପାଇଁ ଚତୁର୍ଥ ଉପାୟ, ଯାହାକୁ କରିବା ଦ୍ୱାରା ଆପଣମାନେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦକୁ ପ୍ରାପ୍ତ କରିପାରିବେ। ଯେହେତୁ ଏଥର ଦୁର୍ଗା ପୂଜାଟି ଗୁରୁବାର ଏବଂ ସୁଦଶା ବ୍ରତ ଦିନ ପଡ଼ିବା ପାଇଁ ଯାଉଛି, ତେବେ ଆପଣମାନେ ଏହି ଉପାୟଟି କରିବା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ସେଥିପାଇଁ ଆପଣମାନେ ଗୋଟିଏ ଧାଗାକୁ ଆଣିବେ ଏବଂ ସେହି ଧାଗାରେ 11ଟି ଗଣ୍ଠି ପକାଇଦେବେ ଏବଂ ଏହାପରେ ଆପଣମାନେ ତୁଳସୀ ଗଛର ମୂଳକୁ ଚାଲିଯିବେ ଏବଂ ତୁଳସୀ ଗଛରେ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିସାରିବା ପରେ ସେହି ଧାଗାଟିକୁ ତୁଳସୀ ଗଛ ମୂଳରେ ବାନ୍ଧିଦେବେ ଏବଂ ସେହି ଧାଗାଟିକୁ ବାନ୍ଧି ସାରିବା ପରେ ତୁଳସୀ ଗଛ ମୂଳରେ ଗୋଟିଏ ଘିଅର ଦୀପଟିକୁ ପ୍ରଜ୍ୱଳନ କରି ଆପଣଙ୍କ ମନରେ ଯାହା ବି କିଛି ମନସ୍କାମନା ରହିଛି ତାହାକୁ ମା ଲକ୍ଷ୍ମୀଙ୍କ ନିକଟରେ ଜଣାଇଦେବେ। ଏହାପରେ ଆପଣମାନେ ନିଜ ଘରକୁ ଚାଲି ଆସିବେ। ଆପଣମାନେ କେବଳ ଏତିକି କରିବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ ଏବଂ ଆପଣଙ୍କ ଉପରେ ସେମାନଙ୍କର କୃପା ଦୃଷ୍ଟିକୁ ବର୍ଷା କରାଇଦେବେ। ଆଜ୍ଞା ହଁ ବନ୍ଧୁଗଣ, ଯଦି ଆପଣମାନେ ଏହି ଉପାୟଟି କରିବା ଦ୍ୱାରା ଲକ୍ଷ୍ମୀ ନାରାୟଣ ଆପଣଙ୍କ ଉପରେ ଥରେ ମାତ୍ର ପ୍ରସନ୍ନ ହୋଇଯାଆନ୍ତି, ତେବେ ଆପଣଙ୍କର ଭାଗ୍ୟରେ ରାତାରାତି ପରିବର୍ତ୍ତନ ଆସିଯିବ ଏବଂ ଆପଣଙ୍କ ଜୀବନକୁ ଧନ ଆସିବାର ସମସ୍ତ ମାର୍ଗ ମଧ୍ୟ ଖୋଲିଯିବ। ତେବେ ବନ୍ଧୁଗଣ, ଯଦି ଆପଣମାନଙ୍କ ନିକଟରେ ଦଶହରା ବା ସୁଦଶା ବ୍ରତର ସନ୍ଧ୍ୟା 7ଟା ପୂର୍ବରୁ ଏହି ଭିଡ଼ିଓଟି ପହଞ୍ଚି ସାରିଛି, ତେବେ ବହୁ ମାତ୍ରାରେ ସେୟାର କରନ୍ତୁ, ଯାହାଦ୍ୱାରା ଆପଣମାନେ ମଧ୍ୟ ଅନ୍ୟମାନଙ୍କର ସାହାଯ୍ୟ କରିପାରିବେ। ତେବେ ବନ୍ଧୁଗଣ, ଯଦି ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ମା ଦୁର୍ଗା ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିଦିଅନ୍ତୁ। ଆଜି ପାଇଁ ରହୁଛି, ନମସ୍କାର।